ରାଉତ ବାବୁ କଣ ବିନା ବର୍ଦ୍ଦିରେ ପଳେଇ ଯାଉଛ ସବୁବେଳେ କଣ ହେଇଛି କି ଅସୁବିଧା ସାର୍ ଆପଣ ଚପଲଟା ପିନ୍ଧିଛନ୍ତି ଆପଣଙ୍କ ବୁଟ୍ କାହିଁ? ଆରେ ମ୍ୟାଡାମ ତମର ସଫା କରିଦେଇଛନ୍ତି ତ ବୁଟଟା ମୁଁ ଚପଲ ପିନ୍ଧି ପଳାଇଲି ମୋର ବା ଟିକେ ସାର୍ଟ ଆଉ ପ୍ୟାଣ୍ଟ ଟିକେ ପିନ୍ଧି ଆଣିଲି ଆସିଲି ଆଉ ସଫା କରିଦେଇଛୁ ସବୁବେଳେ ଦେଖୁ ସଫା କରୁଛୁ ସେ ଯୋଉ ବନ୍ଧ ସାଥିଲା ତ ସେଇ ଯୋଗୁଁ ଆରେ ଗୋଟେ ବେପାର ଆରେ ବେପାର ନାହିଁ ଭାଇ କେହି ଗୋଟେ ଗାଡି ନେଇଯାଉଛନ୍ତି ଏ ରାସ୍ତାରେ ଆମେ ଠିଆ ହେଇଛୁ ମାନେ ସେ ସବୁ ଆସୁନାହାନ୍ତି ବୋଧେ ଦେଖ ଗାଡି ଫାଡି କିଛି ଦେଖାଯାଉନି କଣ ସାର୍ କାଟି ଆଖ ପାଖରେ ଆସିଲା ଭଳିଆ ଦେଖାଯାଉନାହାନ୍ତି ସାର୍ ଟିକେ ଦେଖେ ସାଇକେଲ ବାଲାଙ୍କୁ ଧରି ପକା ଆମେ ଦେଖାଯିବ ହଁ ସାର୍ ଏଇ ଦେଖା ଗଲା ସେ ବାଙ୍କ ମୁଣ୍ଡରେ ଦେଖାଯାଉଥିଲା କିଏ ଗୋଟେ ସାର୍ ଆଉଛି ସାର୍ ସାଇକେଲ ତକା ଅଟକା ଆଜି ଚାଲାଣ କଟା ହବା କଥା ସାର୍ ତାଙ୍କର ତ ହେଲମେଟ ହେରିକା ଅଛି ଆଉ କଣ ସାର୍ ଅଟକିଆ କଣ ତୁ ଅଟକାଉନୁ ମୁଁ ବୁଝିବି ତୁ ଅଟକା ଆଗେ ସାର୍ ଅଟକଉଛି ଭାଇ କଣ ଏଠି ଗାଡି ରଖିଦେଲ ଆରେ ମୁଁ ଏଇଠି ନିଚାଟିଆ ରାସ୍ତାଟା ମୁଁ ଟିକେ ଏପଟରେ ନେଲି କାହିଁକି ଏଠି ଗାଡ଼ି କାହିଁ ରଖିଲି ନା ମୁଁ ଦେଖୁଛି କିଏ କ'ଣ ପୋଲିସ ଅଫିସର ଅଛନ୍ତି କି କାହିଁକି ନା ହେଇ ସେପଟ ବାଟେ ଗଲେ ମେନ୍ ରୋଡରେ ସବୁ ଚେକିଂ ଫେକିଂ ହେଉଛି ପଲ୍ୟୁସନ ପାଇଁ ଭାରି ପୁରା ଧନ୍ଦା ହେଇ ମୁଁ ଏଇ ପଲ୍ୟୁସନ ପାଇଁ ଯିବାକୁ ମୋର ଟାଇମ ନାହିଁ ଆଡ଼େ ପଇସା 60-70 ଟଙ୍କା ଯାହା ପଡୁଛି କିନ୍ତୁ କାହିଁ କରିବା ଆମେ ଏମିତି ଗଳି ପୋଛିକିରି ଯେତିକି ଗଳି ରୋଡ ଅଛି ସେଠି ଯିବା ଆଉ ବାଇପାସରେ ଆମେ ଯିବା ଆମେ ମେନ୍ ରୋଡରେ ଗଲେ ସିନା ସେ ଧରିବେ ଆମେ ବାଇପାସରେ ଯିବା ହେଲା ତମକୁ ଶୀତ ହବନି ମୁଁ ବି ଜ୍ୟାକେଟଟା ଟିକେ ଛାଡ଼ି ଦେଇଯାଇଛି ହେଲା କି ଚାଲ ଯିବା ଏଠି ବି ପୋଲିସ କଣ ହେଲା ହେଲମେଟ ଅଛି ପଲ୍ୟୁସନ କଣ ମ ପଲ୍ୟୁସନ କଣ ମୋର ଏଟା BS6 ସବୁ ପଲ୍ୟୁସନ ସବୁ ରେଡି ଅଛି ଆଜ୍ଞା ଇଏ କଣ ଚାବି କୋଉଠି ଇଏ କଣ ପଲ୍ୟୁସନ ପୁଣି କଣ ପଲ୍ୟୁସନ BS6 ପଲ୍ୟୁସନ ପୁଣି କଣ ସାର୍ 5000 କାଟ ଜଲ୍ଦି କାଟ ସାର୍ କାଟୁଛି ଗୋଟେ ମିନିଟ୍ କାଟ 10,000 କାଟ ଜଲ୍ଦି କାଟ 10,000 କାଟିବେ ଗାଡି ନେଇ ଯାଉନାହାନ୍ତି ମୁଁ କାହିଁ 10,000 ଅଯଥା ଦେବି ଗାଡି ନେଇ ଯାଆନ୍ତି ଆପଣଙ୍କ ସାର୍ 10,000 କଥା 10,000 କୋଉଠି ଆସିବ ଫାଇନଟା ଆମେ ଯାଇଥିଲୁ ଏଇଠିକି ଟିକେ ବୁଲି 10,000 କୋଉଠି ପିଲା 500 ଟଙ୍କା ଫାଷ୍ଟ 1000 କହିବୁ ଯଦି ନଦେଲା 500 ଦେଲେ ବି ନେଇ ଆସିବେ ମାଲ ଖର୍ଚ୍ଚଟା ଉଠିଯିବ ମୁଁ ଇଆଡ଼େ ଠିଆ ହେଇଛି ଲୋକ ସାର୍ ରାଗିକି ଅଛନ୍ତି ସାର୍ ରାଗି ଯାଇଛନ୍ତି ଟଙ୍କା 5 ଦିଅ ମୁଁ ବିଦା କରିଦେବି ଚାବିନି ଟଙ୍କା 5 ଦେଲେ ତାକୁ ଦେବୁ ନହେଲେ ଚାଲାଣ କଟା ହେଇଯିବ କଣ କରିବା ଫସିଗଲେ ଗାଡି ମାଲିକ କିଏ ମୁଁ ବା ଆଜ୍ଞା ଗାଡି କାହାର ମୋର ତମ ସାଇଡ କଥା ଅଛି ତମେ ଯାଅ କଣ କଥା ସାର୍ ପୁରା ରାଗିକି ଅଛନ୍ତି ଆପଣ 1000 ଟଙ୍କା ଦିଅନ୍ତୁ ନହେଲେ କିଛି ନାହିଁ ନହେଲେ ପୁରା ଫୁଲ ପଇସା ଦିଅନ୍ତୁ ଆଜ୍ଞା ଗୋଡ଼ ଧରୁଛୁ ଭାଇ ମୁଁ ଦେଇପାରିବିନି ମୋ ସେମିତି ହବନି ଆଜ୍ଞା ଟୋଟାଲ ହେଇପାରିବନି ଟଙ୍କା 1000 ଦେବେ ଏଠୁ ଯିବେ 10,000 ଶୁଣ ଟଙ୍କା ହେଇପାରିବନି ଟଙ୍କା 500 ନା ମୋ ପାଇଁ ଟୋଟାଲ 1000 ଟଙ୍କା ହବନି ହବନି ବା କହୁଛି ସାର୍ ଆପଣ ନହେଲେ ଗାଡି ବିକି ଦିଅନ୍ତୁ ନାଇଁ ସେ ହବନି ଏଠୁ 1000 ଟଙ୍କା ହବନି ଦେଖ ମୋର ଦେଖ DL ଅଛି ହେଲମେଟ ଅଛି ଫାର୍ସ ଚଲେଇଛ ଏଇ ଯୋଉ କଣ ପଲ୍ୟୁସନ ମୋର BS6 ଗାଡି ପଲ୍ୟୁସନ କଣ ଟଙ୍କା ସାର୍ କହୁଛନ୍ତି ଟଙ୍କା 500 ଦଉନ ମୁଁ ଗିଫ୍ଟ ଜଲ୍ଦି କାଢ ଗଣି ଦିଅ 5 ଟଙ୍କା ରସିଦି 25 ବାପ 10,000 ପଡିବ ରସିଦି ହେଲେ 10 ପୁରା ଫୁଲ ଯା ସେତିକି ଥୋଡା ହେଲା ରସିଦ ଦେଲେନି ପଇସା କଣ ନେଇଗଲେ ନା କଣ ଆହୁରି ପୁଣି ଦରକାର ସାରେ ମାଲଟା ହେଇଗଲା
ଆଜି ରାତିରେ ଚିକେନକୁ ଘିଅର ଆଉ ପୁରା ଉଡ଼ିବ। ର ଆଉ ଦୁଇଟା ହେଲେ ମଟନ ହବ ଚିକେନ ତୁ ରହୁଛ ଚିକେନରେ ସାର୍ ହେଲା ଆଉ ଆଜି ହେଲା ପଇସା। ଦେଖ ଦେଖ ଆଉ କିଏ ଆପଣ ରଖନ୍ତୁ ମୁଁ ଦେଖାଯାଉ ନା ତାକୁ ପଇସାକୁ ବାହାର ତମ ରଖିବୁ ଭିତରେ ପୁରେଇବୁ। ଦେଖ